ସାଙ୍ଗମାନେ ବାଙ୍ଗାଲୋରରେ ରହି 19 ଟଙ୍କିଆ ଦୋସା ଖାଇବାକୁ ଚାହୁଁଛନ୍ତି ନା? ଆପଣଙ୍କର ବିଶ୍ୱାସ ହେଉନାହିଁ ନା? ଆସନ୍ତୁ, ମୁଁ ଆଜି ଖାଇବା ସହ ଆପଣଙ୍କୁ ଦେଖେଇବି, ମାନେ ଲୋକେସନ୍ଟା ବି ବତେଇବି। ତ ଆମେ ଏମିତି ଗୋଟେ ଲୋକେସନ୍ର ଖବର ପାଇଥିଲୁ, ତ ଶୀଘ୍ର ଯାଇ ପହଞ୍ଚି ଯାଇଥିଲୁ ସେ ଦୋସା ଖାଇବା ପାଇଁ। ମୁଁ ଭାବିଥିଲି କୌଣସି ଗୋଟେ ଫୁଟପାଥରେ ମିଳୁଥିବ ବୋଲି, କିନ୍ତୁ ନା, ପୁରା ହୋଟେଲରେ ନିଟ୍ ଆଣ୍ଡ କ୍ଲିନ୍ ସହ ମାନେ ତିଆରି ହେଉଥିଲା। ତ ଆମେ ପହଞ୍ଚୁ ପହଞ୍ଚୁ 4ଟା ଦୋସା ଅର୍ଡ଼ର ଦେଇଥିଲୁ, ଦିଟା କାହିଁକିନା 19 ଟଙ୍କା, ଆଉ ବହୁତ ନ ଖାଇଲେ ବି ପେଟ ପୁରିବନି। ତ ତାଙ୍କର ପ୍ରାଇସ୍ ଟ୍ୟାଗ୍ ଦେଖିପାରୁଥିବେ। ଆମେ ସାଙ୍ଗେ ସାଙ୍ଗେ 2ଟା ଦୋସା ଆଉ ଗୋଟେ ଚାହା ଅର୍ଡ଼ର ଦେଇଦେଇଥିଲୁ, କାହିଁକିନା ମୁଁ ଚାହା ପିଏନି ବୋଲି। ତ ଆମର ଭାଇ ଏଠି ଦେଖନ୍ତୁ ଅର୍ଡ଼ର ଦେଇସାରିଲା ପରେ ଆସିକି ପାଣିଟା ଭରିକି ଆଣୁଛନ୍ତି। ତ ହୋଟେଲର ଦେଖିପାରୁଥିବେ, ମାନେ ମାହଲଟା ବି ମାନେ ପୁରା ନିଟ୍ ଆଣ୍ଡ କ୍ଲିନ୍ ଅଛି। ଭଲ ହୋଟେଲଟା। ତ ଭାଇ ଏଠି ପୁରା ଚାତକ ପରି ଚାହିଁକି ରହିଛନ୍ତି ଦୋସା କାହିଁ ଆସୁନାହିଁ। ମୁଁ ତ ଭାବିଥିଲି ବୋଧେ ମାନେ ମୋତେ ଠକିଦେଲେ, 19 ଟଙ୍କିଆ ଦୋସା ଆସିବ କି ନାହିଁ। ମାନେ ମୋର ବି ଏପର୍ଯ୍ୟନ୍ତ ହିଁ ବିଶ୍ୱାସ ହେଉନି, ମାନେ ମୁଁ ଅର୍ଡ଼ର ଦେଇସାରିଲା ପରେ ବି। ତ ଫାଇନାଲି ଅପେକ୍ଷାର ଅନ୍ତ ଘଣ୍ଟିଲା। ଦେଖନ୍ତୁ ଦୋସା ବର୍ତ୍ତମାନ ପଳେଇ ଆସିଛି। ଲୁକ୍ଟା ଦେଖିପାରୁଥିବେ କୋଉ ଭଳିଆ ଅଛି ଆଉ। ଦୋସା ମାନେ ଲୁକ୍ଟା ଯେଉଁଭଳିଆ ଥିଲା, ଟେଷ୍ଟ ବି ତାର ଫାଣ୍ଟାଷ୍ଟିକ୍ ଥିଲା। ମାନେ ଖାଇବା ପୁରା ମନମୁଗ୍ଧ ଭଳି। ମୁଁ ଆଉ ଡେରି ନ କରି ପୁରା ଷ୍ଟାର୍ଟ କରିଦେଇଥିଲି। ଦେଖିପାରୁଥିବେ ଟେଷ୍ଟଟା ଥିଲା ପୁରା ଲାଜବାବ। ଖାଲି ପୁରେଇ ଦିଅ, ଆମେ କେବେ ଖାଇନଥିଲୁ କିଛି। ତାପରେ ଭାଇ ବି ପୁରା ଖାଇବା ପାଇଁ ପୁରା ହାଁ ହାଁ, ଦେଖିପାରୁଥିବେ। ମାନେ ଟିକେ ବି ଲେଟ୍ ନ କରି ସାଙ୍ଗେ ସାଙ୍ଗେ ଷ୍ଟାର୍ଟ କରିଦେଇଥିଲେ ଖାଇବା। ଚାହାର ଲୁକ୍ଟା ଦେଖିପାରୁଥିବେ କୋଉ ଭଳିଆ ଅଛି। ଆଉ ଲୋକେସନ୍ଟା ହେଲା DLF ରୋଡ଼, ଅକ୍ଷୟ ନଗର। ମୁଁ ଏପଟେ ଖାଇକି ପୁରା ପ୍ଲେଟ୍ ସଫା ସହ ପେଟ ପୂର୍ଣ୍ଣ କରିଦେଇଛି। ଭାଇ ଏପଟେ ତାଙ୍କର ବସିକି ଖାଉଛନ୍ତି। 17 ତାରିଖ ପର୍ଯ୍ୟନ୍ତ ଅଛି ଅଫର୍ଟା। ଅଫର୍ଟା ସୀମିତ ସମୟ ପାଇଁ। ଆସିକି ଥରେ ଭିଜିଟ୍ କରି ଯାଆନ୍ତୁ, ଖାଇଯାଆନ୍ତୁ, ଯଦି ଆପଣ ଏଇ ପାଖ ଆଖରେ ରହୁଥାନ୍ତି।